ଏହି ନୂଆ ବର୍ଷ 2025 ଜାନୁଆରୀ 1 ତାରିଖରେ ଏମିତି ଗୋଟିଏ କାମ କରିଦିଅନ୍ତୁ ବନ୍ଧୁଗଣ, ଯାହାଦ୍ୱାରା ଆପଣମାନେ ବର୍ଷ ସାରା ଧନର ଅଭାବ ଆପଣମାନଙ୍କ ଘରେ ରହିବ ନାହିଁ। ନିଶ୍ଚିତ ଭାବରେ ଆପଣମାନେ ଏହି କାମକୁ ଯଦି କରିଦେଉଛନ୍ତି, ଆପଣମାନେ ଆପଣମାନଙ୍କର ଘରର ଯେଉଁ ଅଭାବ ରହିଛି ସେଇ ଅଭାବ ପୂରଣ ହୋଇଯିବ। ଆଉ ଏହି ଜିନିଷ କରିବା ପାଇଁ, ଏହି କାମକୁ କରିବା ପାଇଁ ଆପଣଙ୍କୁ କୌଣସି ପଇସାଟିଏ ବି ପଡ଼ୁନାହିଁ। ଆପଣମାନେ ଯଦି ମା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରେ ଚିରସ୍ଥାୟୀ କରି ରଖିବା ପାଇଁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ଏହି ଉପାୟଟିକୁ କରିଦିଅନ୍ତୁ। ଆଉ ଦେଖନ୍ତୁ, ଆପଣମାନଙ୍କର ସବୁ ଅଭାବ ଧୀରେ ଧୀରେ ଦୂର ହୋଇଯାଉଛି। ଦର୍ଶକ ବନ୍ଧୁ, ନୂଆ ବର୍ଷରେ କିଛି ନୂଆ ସକାଳ ଆଣିବା ପାଇଁ ଆମେମାନେ କିଛି ନୂଆ କରିବା ଦରକାର। ଆମର ଯେଉଁ ପୁରୁଣା ଦିନ ରହିଛି, ଯେଉଁ ଦୁଃଖ କଷ୍ଟ ରହିଛି, ତାକୁ ଦୂର କରିବା ପାଇଁ ଆମକୁ ବି କିଛି ନୂଆ କରିବାକୁ ହୋଇଥାଏ। ନୂଆ ବର୍ଷ ଦିନ ଆଜି ମୁଁ ଆପଣମାନଙ୍କୁ ଏମିତି କିଛି କାମ କହିବି କରିବା ପାଇଁ, ଯାହାକୁ କରିବା ଦ୍ୱାରା ଆପଣମାନଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଯାଇଥାଏ। ଏହି ନୂଆ ବର୍ଷ 2025 ଜାନୁଆରୀ 1 ତାରିଖରେ ନିଶ୍ଚିତ ଭାବରେ ଆପଣମାନଙ୍କୁ ଏହି ଉପାୟଟିକୁ କରିଦେଲେ ଆପଣମାନଙ୍କର ଜୀବନ ସୁଖମୟ ହେବ। ଆପଣମାନଙ୍କର ସାରା ବର୍ଷ ସୁଖରେ ବିତିବ। ଯେଉଁ ଅଭାବ ଆପଣମାନଙ୍କର ଘରେ ରହିଛି, ଆପଣମାନେ ତାହାର ସମସ୍ୟାର ସମାଧାନ ପାଉନାହାନ୍ତି, ନିଶ୍ଚିତ ଭାବରେ ଏହି ଉପାୟଟିକୁ ଥରେ କରି ଦେଖନ୍ତୁ ଦର୍ଶକ ବନ୍ଧୁ। ତେବେ ଆସନ୍ତୁ ସେହି ଉପାୟଟିକୁ ଜାଣିବା। ଜୟ ଜଗନ୍ନାଥ, ଜୟ ମହାଲକ୍ଷ୍ମୀ। ପୁଣି ଥରେ ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଭିଡ଼ିଓଟି ତ ଆରମ୍ଭ କରିବା। ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି, ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରିଦିଅନ୍ତୁ। ତେବେ ଆସନ୍ତୁ ଦର୍ଶକ ବନ୍ଧୁ, ଆମେମାନେ ଜାଣିବା କ'ଣ ସେଇ ଜିନିଷ ଯାହାକୁ ଥରେ ମାତ୍ର କରିଦେବା ଦ୍ୱାରା ନୂଆ ବର୍ଷ ଦିନରେ ଆମର ସବୁ ଦୁଃଖ ଦୂର ହୋଇଯାଇଥାଏ ଆଉ ଆମର ସବୁ ଅଭାବ ଦୂରେଇ ଯାଇଥାଏ। ସେଟାକୁ ଜାଣିବା। ପ୍ରଥମଟି ହେଉଛି ଦର୍ଶକ ବନ୍ଧୁ, ଯେଉଁ ଘରେ ସବୁବେଳେ ସଫାସୁତୁରା ଥାଏ, ସେଇ ଘରେ ମା ଲକ୍ଷ୍ମୀ ରହିବା ପାଇଁ ବହୁତ ପସନ୍ଦ କରିଥାନ୍ତି। ଯେଉଁଠି ସଫାସୁତୁରା ରହିଥାଏ, ଘର ଦ୍ୱାର ପରିଷ୍କାର ରହିଥାଏ, ସେଇଠି ହିଁ ଦେବୀ ଦେବତା ମାନେ ରହିବା ପାଇଁ ପସନ୍ଦ କରିଥାନ୍ତି। ଯେଉଁ ଘର ଅପରିଷ୍କାର ଅପରିଚ୍ଛନ୍ନତା ହୋଇଥାଏ, ସେଠି କେବେ ବି ଲକ୍ଷ୍ମୀ ମା ପାଦ ପକାଇ ନଥାନ୍ତି। ତେଣୁ ଏହି ନୂଆ ବର୍ଷରେ କିଛି ନୂଆ ହିଁ କରନ୍ତୁ। ନିଜର ଘର ଦ୍ୱାରକୁ ଭଲରେ ସଫା କରନ୍ତୁ, ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଆଉ ଏହା କରିବା ଦ୍ୱାରା ଆପଣମାନଙ୍କୁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ହେବ। ଆଉ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ହେବ, ତା ଅର୍ଥ ହେଉଛି ଆପଣମାନଙ୍କ ଘରେ ସୁଖ ସମୃଦ୍ଧି ଲାଭ ହେବ। ନିଶ୍ଚିତ ଭାବରେ ଆପଣମାନେ ଏହି ନୂଆ ବର୍ଷ ଦିନରେ ପ୍ରଥମେ ଘର ଦ୍ୱାରକୁ ପରିଷ୍କାର କରିଦିଅନ୍ତୁ। ଦ୍ୱିତୀୟ ଉପାୟଟି ବନ୍ଧୁଗଣ ଆପଣମାନଙ୍କୁ କହିବା ପାଇଁ ଯାଉଛି। ଦ୍ୱିତୀୟ ଉପାୟଟି ଆପଣମାନେ ଯଦି କରିଦେଉଛନ୍ତି ଏହି ନୂଆ ବର୍ଷରେ, ଆପଣମାନଙ୍କୁ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର କୃପା ଲାଭ ହେବ। ଏହା କରିବା ଦ୍ୱାରା ଆପଣମାନଙ୍କର ଜୀବନରେ ସୁଖ ସମୃଦ୍ଧି ବୈଭବ ସବୁ ଭରପୁର ହେଇଯିବ। ହଁ ଦର୍ଶକ ବନ୍ଧୁ, ଆପଣମାନେ ଏହି ନୂଆ ବର୍ଷ ଦିନ ଗୋଟିଏ ତୁଳସୀ ଗଛ ଆଣିକି ସ୍ଥାପନା କରନ୍ତୁ। ପୁରାଣରେ ଶାସ୍ତ୍ରରେ ଲେଖା ଅଛି, ଯେଉଁ ଘରେ ମା ବୃନ୍ଦାବତୀ ପୂଜା ପାଆନ୍ତି, ତାଙ୍କ ଘରେ କେବେ ବି ଅଭାବ ଦେଖାଯାଇନଥାଏ। ମା ଲକ୍ଷ୍ମୀ ମଧ୍ୟ ସେମାନଙ୍କୁ ସର୍ବଦା ଆଶୀର୍ବାଦ କରିଥାନ୍ତି। ଯେଉଁ ଘରେ ମାତା ବୃନ୍ଦାବତୀଙ୍କୁ ପୂଜା କରାଯାଏ, ସେ ଘରେ କୌଣସି ରୋଗ ରହେ ନାହିଁ, ସବୁ ରୋଗ ଦୂରେଇ ଯାଇଥାଏ। ଯେଉଁ ନାରୀମାନେ ଯଦି ସୌଭାଗ୍ୟବତୀ ହେବାକୁ ଚାହୁଁଛନ୍ତି, ଯଦି ମା ବୃନ୍ଦାବତୀଙ୍କୁ ଶଙ୍ଖା ଆଉ ସିନ୍ଦୁର, ନାଲି ବସ୍ତ୍ର ମଧ୍ୟ ଦାନ କରନ୍ତି, ସେମାନେ ମଧ୍ୟ କେବେ ବି ବିଧବା ଯୁଗ ସେମାନଙ୍କର ନଥାଏ। ତେଣୁ ଏହି ନୂଆ ବର୍ଷରେ ମାତା ବୃନ୍ଦାବତୀଙ୍କୁ ଆପଣମାନେ ଆଣି ଆପଣଙ୍କ ଘରେ ଅଗଣାରେ, ଯେଉଁଠି ଆପଣ ବାରିରେ ଆଣିକି ସ୍ଥାପନା କରନ୍ତୁ। ମାଙ୍କୁ ଦୀପଟ ଶଙ୍ଖା ଦିଅନ୍ତୁ, ସିନ୍ଦୁର ଲଗାଇ ଦିଅନ୍ତୁ ଆଉ ନାଲି ବସ୍ତ୍ର ପିନ୍ଧାଇ ଦିଅନ୍ତୁ ମାଙ୍କୁ। ଏହା କରିବା ଦ୍ୱାରା ମଧ୍ୟ ଆପଣମାନଙ୍କର ଜୀବନରେ ସୁଖ ସମୃଦ୍ଧି ଭରି ହେଇଯିବ। ଆଉ ଏକ ଉପାୟ ଆପଣମାନଙ୍କୁ କହିବାକୁ ଚାହୁଁଛି କି, ନୂଆ ବର୍ଷ ଦିନରେ ଆପଣମାନେ ସ୍ୱସ୍ତିକ ଚିହ୍ନ ବନାନ୍ତୁ। ଏହା ବନାଇବା ଦ୍ୱାରା ଆପଣଙ୍କର ଘରେ ଶାନ୍ତିର ବାତାବରଣ ରହିଥାଏ। ସମସ୍ତେ ସୁସ୍ଥ ରହିଥାନ୍ତି। ଘରେ କଳହ ସୃଷ୍ଟି ହୁଏ ନାହିଁ। ସ୍ୱସ୍ତିକ ଚିହ୍ନକୁ ଆପଣମାନେ ଆପଣଙ୍କ ଘର ଦ୍ୱାରବନ୍ଧ ଉପରେ କରିପାରିବେ।
आउ स्वस्तिक चिन्ह करने समय नाली रंगरे स्वस्तिक चिन्ह बनातु। यह अत्यंत शुभ होता है दर्शक बंधु। यही नुआ वर्ष 2025 जनवरी 1 तारिख में आपण मैंने प्रथम घर द्वार परिष्कार करदी बृंदावती माँ को जदि नुआ वर्ष दिन आपण मैंने स्थापना करुछंती माँ को चारिपाख सफा सुतरा रखी दिंतु। माँ को पूजा करंतु, माँ पाखे दीप जालंतु। आउ घरर द्वार मुख्य द्वार उपरे स्वस्तिक चिन्ह नाली रंगरे निश्चित भाव में बनातु। यह अत्यंत शुभ होता है। यह आपण मानकर घरर सबु नकारात्मक शक्ति को बाहर कर दे थाए। यह द्वारा सकारात्मक शक्ति घर रे प्रवेश करिथाए। तेणु निश्चित भाव में नुआ वर्ष दिन आपण माने स्वस्तिक चिन्ह को बनातु। आउ एक उपाय कहवाई जाऊँगी दर्शक बंधु, जदि आपणक घरे शंख रही, यदि शंख आपण मानक घरे रही, आपण माने निश्चित भाव जानते जे शंख हो श्रीहरि विष्णुंकर अति प्रिय। से सर्वदा हाथ में शंख धरी थांती। हिंदू धर्म रे शंख को अति पवित्र मान जाए। जितेबाला समुद्र मंथन होता सेतेबाला ही शंखर उत्पत्ति होता। शंख को भगवान विष्णु सर्वदा धारण करछन्ति तांका हाथ रे। यह मध्य मान जाइथाय जे शंखरे माता लक्ष्मींकर वास होइथाय। जो घरे शंख अच्छी एवं जो घरे सब बेले शंख बजा जाए से घरे वातावरण अति पवित्र होता है। से घरे बास करुवा समस्त नकारात्मक शक्ति सब नाश हो जाए। तेणु ये नुआ वर्ष रे जदि आपण मानक पाखरे शंखटी अच्छी आपण मानक घरे, तेबे निश्चित भाव से नुआ वर्ष दिन आपण माने ठाकुर को पूजा करने समय रे शंख को बजातु। यह करने द्वारा आपण मानकर सबु दुख कष्ट को दूर हो जाए एवं माँ लक्ष्मी आपणक घरे सदासर्वदा कृपा वृष्टि करिथांती। आउ गोटे कथा, जदि जो मानक घरे छुआ माने चिड़चिड़ा होछन छोट पिला माने से माने जदि शंख शब्द को शुणती सेमानकर ये चिड़चिड़ापण भी दूर होता है। जदि छोट छुआ मानक नजर लगी थाए से शब्द को, जदि शंख शब्द को से माने आपण माने से मानक शुणाती तेबे मध्य सेमानकर से जो नजर लगी थाए सेटा कटि जाए। जो मानक घरे शंख नाही आपण माने शंख भी थाई कि जदि बजे पारनांती तले मोबाइल रे मध्य शंख जो वर्षन अच्छी बजेबा रेकर्ड अच्छी जदि यूट्यूब रु आपण माने सेटा को बजे पारे नुआ वर्ष दिन। यह बहुत शुभ होता है। कौन सी शुभ दिन रे आपण माने भी शंख बजेले अत्यंत शुभ फल आपण मानक मिली थाए। आउ जदि पारुछन्ती जदि शंख नाही आपणक घरे किणवा चाहते आपण नुआ वर्ष दिन किणिक आनीपारे। यह बहुत शुभ होता है घर प्रति। भगवान विष्णुंकर कृपा आपण मानक ऊपर लगी रहिबो। तो सांग माने आउ एक उपाय अच्छी जे मयूरर पुच्छ जदि आपण माने किणिक आनुछन्ती आपण मानक घर को ही नुआ वर्ष दिन रे भगवान श्रीकृष्णंकर अति प्रिय होउछि मयूर पुच्छ। तेणु नुआ वर्ष दिन जदि किणी आनुछन्ती आपण मानक घर को आपण मानकर घरर उन्नति होता है। आउ मयूर पुच्छ को आणिकी सब उत्तर दिगरे ही लगे दिंतु। यह करने द्वारा घरर नकारात्मक शक्ति मध्य सब दूर हो जाए। दर्शक बंधु, यही नुआ वर्ष दिन आपण माने दीप जालंतु। जेमिति दीपावली, अमावास्या, पणा संक्रांति, कार्तिक मास जो गला आपण मान तो निश्चित भाव में दीप जाली थे। मास सारा कि पंचुक दीप जाली थे। से भली नुआ वर्ष दिन में माता बृंदावती पाखे दीप जालंतु और ठाकुर घरे दीप जालंतु। यह आपण मानक उपरे माँ लक्ष्मींकर कृपा सदा सर्वदा लगी रही है। आशा करी मोर वीडियो आपण मानक निश्चित भाव में भल लगी। जदि आपण मानक मोर वीडियोटी हेल्पफुल होता है गोटे लाइक करंतु, प्रियजन मानक शेयर करंतु आउ कमेंट करने जमार भी भूलंतु नहीं। रहिले नमस्कार।